ଥରେ ନନ୍ଦନବନରେ ଉତ୍ସବ ପାଳନ ହେଉଥିଲା। ଏହି ଉତ୍ସବରେ ସମସ୍ତ ଦେବାଦେବୀ ଓ ଋଷିମୁନିମାନେ ଭାଗ ନେଇଥିଲେ। ସଙ୍ଗୀତ ଓ ନୃତ୍ୟର ମଧ୍ୟ ଆୟୋଜନ ହୋଇଥିଲା ଓ ଏହିସବୁ ମଧ୍ୟରେ ମାଲ୍ୟବାନ ନାମକ ଏକ ଗନ୍ଧର୍ବ ନାୟକ ଏବଂ ପୁଷ୍ୟବତୀ ନାମକ ଏକ ନୃତ୍ୟାଙ୍ଗନା ନୃତ୍ୟ କରୁଥିଲେ। ଉତ୍ସବରେ ନାଚୁଥିବା ସମୟରେ ସେମାନେ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଦୁହେଁ ସେମାନଙ୍କର ହୋସ୍ ହରାଇଲେ ଏବଂ ସେମାନଙ୍କର ତାଳ ଭୁଲିଗଲେ। ଉଭୟଙ୍କର ଏହି ଆଚରଣ ଦେଖି ଦେବରାଜ ଇନ୍ଦ୍ର କ୍ରୋଧିତ ହୋଇ ଉଭୟଙ୍କୁ ସ୍ୱର୍ଗରୁ ବାହାର କରିଦେଲେ ଏବଂ ପୃଥିବୀରେ ରହିବାକୁ ଅଭିଶାପ ଦେଲେ। ଏହି କାରଣରୁ ଗନ୍ଧର୍ବ ଓ ପୁଷ୍ପବତୀ ପୃଥିବୀ ପୃଷ୍ଠରେ ପିଶାଚ ଯୋନିରେ ଜନ୍ମଗ୍ରହଣ କଲେ। ମୃତ୍ୟୁ ଲୋକରେ ରହି ଏହି ଦୁଇ ଜଣଙ୍କୁ ତାଙ୍କର ଭୁଲ ପାଇଁ ପଶ୍ଚାତାପ ହେଲା ଓ ଏବେ ସେ ଏହି ପିଶାଚୁଣୀ ଜୀବନରୁ ମୁକ୍ତି ପାଇବାକୁ ଚାହୁଁଥିଲେ। ଗୋଟିଏ ଦିନ ମାଘ ଶୁକ୍ଳପକ୍ଷର ଜୟା ଏକାଦଶୀ ଦିନ ଦୁହେଁ ଭୋଜନ କରିପାରିଲେ ନାହିଁ ଓ ବରଗଛ ତଳେ ରାତି କଟାଇଲେ। ନିଜ ଭୁଲ ପାଇଁ ଅନୁତାପ କରି ସେ ଭବିଷ୍ୟତରେ ଏହାକୁ ପୁନରାବୃତ୍ତି ନ କରିବାକୁ ସଂକଳ୍ପ ନେଲେ। ଏହାପରେ ପରଦିନ ସକାଳେ ଦୁହେଁ ପିଶାଚ ଯୋନିରୁ ମୁକ୍ତି ପାଇଲେ। ଏହି ଦୁଇ ଜଣଙ୍କୁ ଏହା ଜଣାନଥିଲା ଯେ ସେଦିନ ଜୟା ଏକାଦଶୀ ଥିଲା ଏବଂ ଅଜାଣତରେ ଦୁହେଁ ଜୟା ଏକାଦଶୀ ବ୍ରତ ପାଳନ କରିଥିଲେ। ଏହି କାରଣରୁ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ଦୁହିଁଙ୍କୁ ପିଶାଚ ଯୋନିରୁ ମୁକ୍ତି ଦେଇଥିଲେ। ଜୟା ଏକାଦଶୀ ଉପବାସର ପ୍ରଭାବରେ ଦୁହେଁ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ହୋଇଗଲେ ଏବଂ ତାଙ୍କୁ ପୁନର୍ବାର ସ୍ୱର୍ଗ ପ୍ରାପ୍ତ ହେଲା। ଏହାପରେ ଆମେ ଆପଣଙ୍କୁ ଏହି ଉପାୟ ବିଷୟରେ କହିବୁ ଯାହାକୁ ଆପଣ ଜୟା ଏକାଦଶୀ ଦିନ ପାଳନ କରି ଭଗବାନ ଶ୍ରୀହରି ବିଷ୍ଣୁଙ୍କର କୃପାପ୍ରାପ୍ତ କରିପାରିବେ। ଜୟା ଏକାଦଶୀ ଦିନ 5ଟି ପ୍ରତିକାର କରିବା ଯାହାଦ୍ୱାରା ଆପଣଙ୍କୁ ସୁଖ ସମୃଦ୍ଧି ଏବଂ ଭଗବାନଙ୍କର ଆଶୀର୍ବାଦ ମିଳିବ। ଯେଉଁ ଲୋକମାନଙ୍କର ବୈବାହିକ ଜୀବନରେ ସମସ୍ୟା ଚାଲିଛି ତାଙ୍କୁ ଜୟା ଏକାଦଶୀ ଦିନ ତୁଳସୀ ପୂଜା କରିବା ଉଚିତ ଏବଂ ଦେବୀ ଲକ୍ଷ୍ମୀ ଓ ତୁଳସୀ ମାତାଙ୍କୁ ଶୃଙ୍ଗାର ସାମଗ୍ରୀ ମଧ୍ୟ ଆପଣ ଚଢ଼ାଇ ପାରିବେ। ଜୟା ଏକାଦଶୀ ଦିନ ଶ୍ରୀମଦ୍ ଭଗବତ କଥା ପାଠ କରିବା ବହୁତ ଶୁଭ ରହିବ ଏବଂ ଏହାଦ୍ୱାରା ଆପଣଙ୍କର ଜୀବନର ବହୁତ କଷ୍ଟ ମଧ୍ୟ ଦୂର ହେବ। ଏହି ଦିନ ଲୋକଙ୍କୁ ଶ୍ରୀହରି ବିଷ୍ଣୁଙ୍କ ପଞ୍ଚାମୃତ ଦ୍ୱାରା ଅଭିଷେକ କରିବା ଉଚିତ। ଏପରି କରିବା ଦ୍ୱାରା କ୍ୟାରିୟରରେ ଆସୁଥିବା ସମସ୍ତ ସମସ୍ୟା ଆପଣଙ୍କର ଦୂର ହେବ ଏବଂ ଆପଣ ନୂଆ ସୁଯୋଗ ମଧ୍ୟ ପାଇବେ। ଯେଉଁ ଲୋକମାନଙ୍କ ଜୀବନରେ ଆର୍ଥିକ ସମସ୍ୟା ଶେଷ ହେଉନାହିଁ ତାଙ୍କୁ ଜୟା ଏକାଦଶୀ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଭଗବାନ ବିଷ୍ଣୁଙ୍କର ଶ୍ରଦ୍ଧାଭାବ ପୂଜା କରିବା ଉଚିତ। ପାନ ପତ୍ରରେ ଓಂ ବୈଷ୍ଣବେ ନମ ଲେଖି ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ପରଦିନ ଏହି ପତ୍ର ହଳଦିଆ ବସ୍ତ୍ରରେ ରଖି ସିନ୍ଦୁକରେ ରଖନ୍ତୁ। ଜୟା ଏକାଦଶୀ ଦିନ ବରଗଛ ତଳେ ଘିଅ ଦୀପ ଜଳାନ୍ତୁ ଏବଂ ଗଛକୁ ପରିକ୍ରମା କରନ୍ତୁ। ଏହା କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀ ଉଭୟଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ। ଏହା ବ୍ୟତୀତ ଘରୁ ଦାରିଦ୍ର୍ୟ ମଧ୍ୟ ଦୂର ହୋଇଯିବ। 2025 ଫେବୃଆରୀ 8 ତାରିଖ ଦିନ ଜୟା ଏକାଦଶୀ ଆମର ପଡ଼ୁଛି। ଆସନ୍ତୁ ଜାଣିବା ଏହାର ତିଥି, ପୂଜାବିଧି ଏବଂ ତାର ଶୁଭ ମୁହୂର୍ତ୍ତ କ'ଣ ରହିଛି। ଜୟା ଏକାଦଶୀ ମାଘ ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିରେ ପଡ଼େ। ଏହି ଦିନ ଭଗବାନ ବିଷ୍ଣୁଙ୍କର ଭକ୍ତି ସହିତ ପୂଜା କରିବା ଉଚିତ। ଯେଉଁମାନେ ଜୟା ଏକାଦଶୀ ବ୍ରତ କରୁଛନ୍ତି ସେମାନେ ପ୍ରଥମେ ଆପଣ କ'ଣ କରିବେ, ପ୍ରାତଃକାଳରେ ଉଠିକି ସ୍ନାନ କରିବେ। ଏହାପରେ ଆପଣ ପୂଜାସ୍ଥଳ ଯେଉଁ ଆପଣଙ୍କର ଥିବ ତାକୁ ଗଙ୍ଗା ଜଳ ଛିଞ୍ଚିକିରି ଭଲ ଭାବେ ପବିତ୍ର କରିଦେବେ। ତାପରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଚୌକିରେ ଆପଣ ସ୍ଥାପନ କରିବେ। ଏହାପରେ ପ୍ରଭୁଙ୍କୁ ଆପଣ କ'ଣ କରିବେ, ଫଳ, ଚନ୍ଦନ, ତାପରେ ଲେପ, ଧୂପ ଏସବୁ ଦେଇକିରି ଆପଣ ଅର୍ପଣ କରିକି ପୂଜା ଆରମ୍ଭ କରିଦେବେ। ପୂଜା ଆରମ୍ଭ ସମୟରେ ସର୍ବପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କ ଭଜନ ଏବଂ ବିଷ୍ଣୁ ସହସ୍ରନାମ ମନ୍ତ୍ର ଆପଣ ଜପ କରିବେ। ଏକାଦଶୀ ଦିନ ବିଷ୍ଣୁ ସହସ୍ରନାମ ଏବଂ ନାରାୟଣ ସ୍ତୋତ୍ର ପାଠ କରିବା ଅତ୍ୟନ୍ତ ଶୁଭ ଆପଣଙ୍କ ପ୍ରତି ହେବ। ଏହାପରେ ଭଗବାନ ବିଷ୍ଣୁଙ୍କୁ ନଡ଼ିଆ, ଧୂପ, ଦୀପ, ଫୁଲ ଏସବୁ ପ୍ରସାଦ ଆପଣମାନେ ଅର୍ପଣ କରିବେ। ଜୟା ଏକାଦଶୀ ପୂଜା ସମୟରେ ମନ୍ତ୍ର ଆପଣ ନିରନ୍ତର ଭାବେ ଜପ କରିବେ। ଜୟା ଏକାଦଶୀ ପରଦିନ ମାନେ ଦ୍ୱାଦଶୀ ତିଥି ଦିନ ଆପଣ କ'ଣ କରିବେ, ଆପଣଙ୍କ ବ୍ରତକୁ ସମାପନ କରିପାରିବେ। ସକାଳୁ ସକାଳୁ ଆପଣ ଉଠିକି ସେଦିନ ଗାଧେଇବେ। ତାପରେ ଭଗବାନଙ୍କୁ ପୂଜା କଲା ପରେ ଆପଣ କିଛି ଖାଇପାରିବେ ମାନେ ଦ୍ୱାଦଶୀ ତିଥିରେ। ଯଦି ସମ୍ଭବ ତାହେଲେ ଦ୍ୱାଦଶୀ ତିଥିରେ ଆପଣ ବ୍ରାହ୍ମଣ କିମ୍ବା ଗରିବ ଏବଂ ଅଭିଭାବକଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ଭୋଜନ କରିଲେ ବହୁତ ଭଲ ହୋଇଥାଏ। ଏହାପରେ ତାଙ୍କୁ ଏକ ପବିତ୍ର ପଇତା ଓ ସୁପାରି ଦିଅନ୍ତୁ ଏବଂ ନିଜର ଉପବାସ ସମାପନ ଆପଣ କରିପାରିବେ। ପଦ୍ମ ପୁରାଣରେ ସ୍ୱୟଂ ଭଗବାନ ଶିବ ଜୟା ଏକାଦଶୀର ମହତ୍ତ୍ୱ ବିଷୟରେ ନାରଦଙ୍କୁ କହିଥିଲେ। ସେ କହିଛନ୍ତି ଯେ ଏହି ଏକାଦଶୀ ଅପାର ପୁଣ୍ୟ ଦେଇଥାଏ ଓ ଯେଉଁ ଲୋକ ଜୟା ଏକାଦଶୀ ବ୍ରତ ପାଳନ କରିଥାଏ ତାହାଙ୍କର ପିତୃପୁରୁଷଙ୍କୁ ନିଜ ଯୌନିରୁ ସ୍ୱର୍ଗପ୍ରାପ୍ତ ହୋଇଥାଏ। ଆସନ୍ତୁ ଜାଣିବା ଜୟା ଏକାଦଶୀର ତିଥି ଓ ମୁହୂର୍ତ୍ତ କ'ଣ ରହିଛି। ପାଞ୍ଜି ଅନୁସାରେ ଜୟା ଏକାଦଶୀ ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ଏକାଦଶୀରେ ପାଳନ ହୁଏ। ଏଇଥର 8 ଫେବୃଆରୀ 2025ରେ ପଡ଼ୁଛି। ଏହି ଦିନ ଭକ୍ତଗଣ ବିଷ୍ଣୁଙ୍କର ପୂଜା କରିବେ ଏବଂ ବ୍ରତ ରଖିବେ ଏବଂ ସନ୍ଧ୍ୟାରେ ଆପଣମାନେ ଚାହିଁଲେ ପୂଜା ପରେ ଫଳାହାର କରିପାରିବେ। ଆଉ ନହେଲେ ଯେଉଁମାନେ ନିର୍ଜଳା ଉପବାସ ରଖୁଛନ୍ତି ସେମାନେ ଦ୍ୱାଦଶୀ ତିଥିରେ ବା
ଯେଉଁଦିନ ଆମର ଏକାଦଶୀର ପରଦିନ ଆପଣ ଗାଧେଇକି ସ୍ନାନ କରିକି ଭଗବାନ ବିଷ୍ଣୁଙ୍କୁ ପୂଜା କଲା ପରେ ଆପଣ ତାଙ୍କର ପ୍ରସାଦ ପ୍ରଥମେ ସେବନ କରିବେ, ତାପରେ ଆପଣ ଆପଣଙ୍କର ଭୋଜନ କରିପାରିବେ। ସିଏ ବି ଶୁଦ୍ଧ ଶାକାହାରୀ ଭୋଜନ ହେବା ଉଚିତ। ବର୍ତ୍ତମାନ ଜାଣିବା ୟାର ତିଥି କ'ଣ ରହୁଛି। ତିଥି ଆମର ଆରମ୍ଭ ହେଉଛି 7 ଫେବୃଆରୀ ରାତି 9:28 ଏବଂ ସମାପ୍ତ ହେଉଛି 8 ଫେବୃଆରୀ ରାତି 8:18। ତାପରେ ଆପଣ ଦେଖନ୍ତୁ ଜୟା ଏକାଦଶୀର 2025ର ପାରଣ ମୁହୂର୍ତ୍ତ କ'ଣ ରହୁଛି ବା ଭଲ ମୁହୂର୍ତ୍ତ କ'ଣ ରହୁଛି। ଏଇଟା ସକାଳ 7:04 9:17 ପର୍ଯ୍ୟନ୍ତ ରହୁଛି 9 ଫେବୃଆରୀ ଦିନ। ଜୟା ଏକାଦଶୀ ବ୍ରତ 8 ଫେବୃଆରୀ 2025ରେ ଆମର କରାଯିବ। ଯଦି କହିବା ତାହେଲେ ପାରଣ ମୁହୂର୍ତ୍ତ ବିଷୟରେ, ତେବେ ଏକାଦଶୀ ବ୍ରତ ଭାଙ୍ଗିବା ପାଇଁ ସକାଳ ସମୟ ସର୍ବଶ୍ରେଷ୍ଠ ଅଟେ। ଏହି ସମୟରେ ଆପଣ କ'ଣ କରିବେ, ବ୍ରତ ଯେଉଁମାନେ କରିଥିବେ ଦ୍ୱିପହରରେ ଭାଙ୍ଗିବା ଉଚିତ ନୁହେଁ। ଯଦି ଆପଣ କୌଣସି କାରଣରୁ ବ୍ରତ ସକାଳେ ଭାଙ୍ଗି ପାରୁନାହାନ୍ତି ତାହେଲେ ଆପଣ ଦ୍ୱିପହରରେ ମଧ୍ୟ ବ୍ରତ ଭାଙ୍ଗନ୍ତୁ, କିନ୍ତୁ ସକାଳେ ଆପଣ ବ୍ରତକୁ ଭାଙ୍ଗି ପାରିବେ। ଆଉ ମୁଁ ଯେମିତି କହିଲି ପାରଣ ମୁହୂର୍ତ୍ତ ଆମର 9 ଫେବୃଆରୀ ଦିନ ରହୁଛି ସକାଳ 7:04 9:17। ସେହି ସମୟରେ ଆପଣ ଆପଣଙ୍କ ବ୍ରତକୁ ଭାଙ୍ଗି ପାରିବେ 9 ତାରିଖ ଦିନ।